ଚତୁର୍ଥ ସ୍କନ୍ଧ ତ୍ରିଂଶ ଅଧ୍ୟାୟ ବିଦୁରବାଚ। ତଦନ୍ତେ ପଚାରେ ବିଦୁର, ଶୁଣ ମୈତ୍ରେୟ ମୁନିବର, ତୁମ୍ଭେ ଯେ କହିଥିଲ ପୂର୍ବେ ତପେ ପ୍ରଚେତା ଭାଇ ସର୍ବେ, ହରି ଭଜିବେ ଏକ ଭାବେ ସେମାନେ ରୁଦ୍ର ଗୀତାସ୍ତବେ। କହ ସେ ଦେବ ଗୁରୁ ଈଶ, ତାହାଙ୍କୁ ସାଧ୍ୟ ହେଲା କିସ, ସେ ସର୍ବବଡ଼ ଭାଗ୍ୟବନ୍ତ ଦେଖିଲେ ଉମା ଦେବୀ କାନ୍ତ। ସେ ତାଙ୍କୁ ରୁଦ୍ର ଗୀତା ଦେଲେ, ସେ ତହିଁ ଯୋଗ ସିଦ୍ଧ କଲେ, ହରିଙ୍କୁ ପାଇବି କେମନ୍ତ୍ରୀ ଇହ କାଳରେ କିଭା ଅନ୍ତେ। କଥା କହ ମୁନିବର, ତାହା ଶ୍ରବଣେ ଇଚ୍ଛା ମୋର। ମୈତ୍ରବାଚ। ଏ ଶୁଣ ବିଦୁର ସୁଚେତନ, ତଦନ୍ତେ ଯେ ବଣ ବିଧାନ, ସେ ଗୀତା ବାକ୍ୟ ହୋଇ ତୋଷ ତପ ସାଧିଲେ ଭାଇ ତୋଷ। ଏ ବାଟରେ ଭେଟିଲେ ଈଶାନ, ସେ ତାଙ୍କୁ ଦେଲେ ଦିବ୍ୟ ଜ୍ଞାନ, ସେ ଦୀକ୍ଷା ପାଇ 10 ଭାଇ ସମୁଦ୍ରେ ପ୍ରବେଶିଲେ ଯାଇ। ଏ ବୁଡ଼ିଣ ସମୁଦ୍ର ମଧ୍ୟରେ ତପସ୍ୟା କଲେ ନିରାଧାରେ, ଅୟୁତ ସମ୍ବତ୍ସର ଯାଏ ସେ ତପ କଲେ ଏକଠାଏ। ଏ ତଦନ୍ତେ ଦେବ ନାରାୟଣ ଦର୍ଶନ ଦେଲେ ତତ୍କ୍ଷଣ, ହରିଙ୍କ କାନ୍ତି ଶୋଭା କଲା ତା ଦେଖି ତାଙ୍କ ଦୁଃଖ ଗଲା। ଖଗେନ୍ଦ୍ର ପୃଷ୍ଠେ ଦିବ୍ୟ ଅଙ୍ଗେ, ଯେନେ ଜିମୁତ ମେରୁ ଶୃଙ୍ଗେ, ପୀତବସନ ପରିଧାନେ ଯେନେ ଜଡ଼ିତ ନବଘନେ। ଅତି ସୁନ୍ଦର ସୁଭୂଷଣ ସୁଗ୍ରୀବ କଣ୍ଠେ ମଣିଗଣ, ଧନ ସମୂହେ ଶୁଦ୍ଧ କାନ୍ତି ଯେ ଦିଗେ ତିମିର ନାଶନ୍ତି। ଶୋଭନେ ନାହିଁ ପଟାନ୍ତର ଗୁରୁ ସୁନ୍ଦର ମନୋହର, କର କୁଣ୍ଡଳ ଶ୍ରବଣେ ରଞ୍ଜିତ ନାନା ମଣିଗଣେ। ଏ କଞ୍ଚବଦନ ଶୋଭା କରେ କୋଟି ଅନଙ୍ଗ ଦର୍ପରେ, ଅଷ୍ଟ ଆୟୁଧ ସଙ୍ଗେ ଛନ୍ତି ସେବକ ସେବନ କରନ୍ତି। ଦେବ ସମୂହେ ମୁନିଜନେ ସେବନ୍ତି ନିଗମ ବଚନେ, ତାହାକୁ ଦେଖି 10 ଭାଇ ନମିଲେ ଦଣ୍ଡ ପ୍ରାୟ ହୋଇ। ସନ୍ତୋଷେ ତାକୁ ଦାମୋଦର କହନ୍ତି ବଚନ ମଧୁର। ଶ୍ରୀ ଭଗବାନ ବାଚନ। ଏ ଶୁଣ ହେ ନୃପତି ନନ୍ଦନ, ହୋଇଲୁ ତୁମ୍ଭରେ ପ୍ରସନ୍ନ, ଯେଣୁ କଠୋର ତପ କଲ ଏବେ ହୋଇବ ତୁମେ ଭଲ। ହେ ପୁତ୍ରେ ବର ମାଗ ଦେବା, ଯେଣୁ ଆମ୍ଭରେ କଲ ସେବା, କୋତ ଭାବେ 10 ଭାଇ କାହାରି ଭେଦା ଭେଦ ନାହିଁ। ସମାନ ଧର୍ମ ସମଶୀଳ, ଏଣୁ ଆମ୍ଭରେ ଯୋଗ କଲ, ବର ଶୁଣି କୀର୍ତ୍ତି ଯଶ ଶ୍ରବଣେ କଳୁଷ ବିନାଶ। ଯେ ନର ସଜାରୁ ଉଠିଣ ତୁମ୍ଭରେ କରିବ ସ୍ମରଣ, ନହିବ ତାଙ୍କ ଭାଇ ଭେଦ ସେମାନେ ନ ପାଇବେ ଖେଦ। ସକଳ ଭୂତେ ସମଭାବ ଖଣ୍ଡିବେ ଦୁଃଖ ପରାଭବ, ଯେ ନିତ୍ୟ ଏ ପ୍ରାତ ସନ୍ଧ୍ୟାରେ ରୁଦ୍ର ଗୀତା ସ୍ତବ କରେ। ମୁଁ ତାରେ ଦେଖି କାମ୍ୟ ବର ଶୋଭନ ମତି ହେବ ତାର, ତେଣୁ ଏ ତୁମ୍ଭେ 10 ଭାଇ ପିତାର ଆଜ୍ଞା ଶିରେ ବହି। ସନ୍ତୋଷେ ତପ ଆଚରିଲ, ଏଣୁ ଲଭିବ କୀର୍ତ୍ତି ଭଲ, ବିମଳ ସୁଯଶ ତୁମ୍ଭର ବିଖ୍ୟାତ ରହିବ ମହିର। ତଦନ୍ତେ କିଛି କାଳ ଅନ୍ତେ ତୁମ୍ଭ ପତ୍ନୀ ଗର୍ଭଗତେ, ହୋଇବ ଏକ ଯେ ତନୟ ସେ ହେବ ବ୍ରହ୍ମ ପୁଣ୍ୟମୟ। ଏ ପୁତ୍ର ଆତ୍ମା ବୀର୍ଯ୍ୟ ବଳେ ପୁରିବ ଏ ଲୋକ ସକଳେ, ବଂଶର ସଂଖ୍ୟାତ ନ ଯିବ ସୃଷ୍ଟି ସର୍ଜନ ତେବେ ହେବ। ଏ ସେ କନ୍ୟା ବିବାହ ହେବ ତୁମ୍ଭେ କହିବା ତାର ଜନ୍ମ ହେବେ, ଶୁଣ ଏ ନୃପତି ନନ୍ଦନେ ସେ କଣ୍ଡୁ ଋଷି ତପୋବନେ। ତାଙ୍କ ଆଶ୍ରମେ ଅନୁସରି ଅଇଲା ଏକ ସୁନ୍ଦରୀ, ପ୍ରମ୍ଲୋଚା ନାମ ଯେ ତାହାର ଅପ୍ସରା ଗଣେ ଶ୍ରେଷ୍ଠ ସାର। ତାହାକୁ ଦେଖି ମୁନିବର ଅନଙ୍ଗେ ହୋଇଲେ ଅସ୍ଥିର, ଛାଡ଼ି ତପସ୍ୟା ଆଦି ଧ୍ୟାନ ତା ରୂପେ ପାଶୋରିଲେ ଜ୍ଞାନ। ତାହାନୁସଙ୍ଗେ ମୁନିବର ଗୃହସ୍ଥ ଧର୍ମେ ସୁବିଚାର, ମତେ କିଛି କାଳାନ୍ତରେ ଅମୋଘ ବୀର୍ଯ୍ୟତା ଉଦରେ। ରହିଲା କାଳ କର୍ମ ଫଳେ ବିଧି ସଂଯୋଗେ କର୍ମ ବଳେ, ତାହାରି ଗର୍ଭେ ଏକ କନ୍ୟା ହୋଇଲା ଗୁଣଶୀଳେ ଧନ୍ୟା। ସେ କନ୍ୟା ବନେ ତ୍ୟଜା କରି ତକ୍ଷଣେ ଗଲା ନିଜ ପୁରୀ, ସେ ବନେ ଯେତେ ବୃକ୍ଷ ଥିଲେ ସେ ସର୍ବ କନ୍ୟାକୁ ଘେନିଲେ। ସେ କନ୍ୟା କ୍ଷୁଧାରେ ବିକଳେ ରୋଦନ କଲା ବୃକ୍ଷ ମୂଳେ, ତାହାକୁ ଦେଖି ପୁରନ୍ଦର ଦୟାରେ ହୋଇଲେ କାତର। ତର୍ଜନୀ ଅଙ୍ଗୁଷ୍ଠୀ ତାହାର ତା ମୁଖେ ଦେଲେ ତୋଷ ଭର, ସେ ଇନ୍ଦ୍ର କରେ ସୁଧା ଥିଲା ତା ପାନେ କ୍ଷୁଧା ଦୂର ହେଲା। ଏମତେ ସେ ବନେ ସୁନ୍ଦରୀ ରହିଲା କର୍ମ ଅନୁସରି, ସେ ଗୁଣବତୀ କନ୍ୟା ସାର ତା ଅନୁରୂପେ ତୁମ୍ଭେ ବର। ଆମ୍ବର ଭକ୍ତ ତୁମ୍ଭ ପିତା ସୃଷ୍ଟି ସର୍ଜନେ କରି ଚିନ୍ତା, ତେଣୁ ତୁମ୍ଭକୁ ଆଜ୍ଞା ଦେଲେ ଏ ସୃଷ୍ଟି କର ତାଙ୍କ ବୋଲେ। ଏଣୁ ଏ ତୁମ୍ଭେ 10 ଭାଇ ସେ କନ୍ୟା ବିବାହ କର ଯାଇ, ସମାନ ଧର୍ମେ ତୁମ୍ଭେ ମାନେ ଏ ମୋର ବାକ୍ୟ ତୋଷ ମନେ। ସେ କନ୍ୟା ତୁଲେ ସୃଷ୍ଟି କର ଏ ଯୋଗ୍ୟ ଅଟଇ ତୁମ୍ଭର, ଦେବତା ଆୟୁଷ ପ୍ରମାଣେ ଜୀବନ୍ତେ ରହ ସୁକଲ୍ୟାଣେ। ପୃଥିବୀ ସୁଖେ ଭୋଗ କର ତ୍ରିବିଧ ତାପ ପରିହର, ଅପାଦେ କରିବ ଭକତି ବୈକୁଣ୍ଠେ କରିବ ବସତି।
ଏ କର୍ମବନ୍ଧ ବିନାଶିବ ବିଷୟ ଭୋଗ ନ ଲାଗିବ ଗୃହ ଧର୍ମେ ବସ୍ତୁ ଯେତେ ମୋତେ ସମର୍ପ ସୁଧ ଚିତେ ଏ ଉଦାସୀ ଜନ ପ୍ରାୟ ହୋଇ ମୋର ଭକତି ହୃଦେ ଥାଇ ତାକୁ ନ ଲାଗେ ମାୟା ମୋହ ହୁଡ଼େ ଦୁର୍ଜନ ବନ୍ଧୁ ସ୍ନେହ। ମୈତ୍ରବାଚ ଏ ମୈତ୍ରେୟ କହନ୍ତି ବିଦୁର ହେମନ୍ତେ କହନ୍ତେ ଈଶ୍ୱର ଏ ମୁଣ୍ଡ ନୁଆଇଁ 10 ଭାଇ ପ୍ରଣାମ କରନ୍ତି ବିନୋଇ ସେ ମୁଖ ନିରୋପି ଚାହିଁଲେ ଆନନ୍ଦ ସାଗରେ ବୁଡ଼ିଲେ ସମସ୍ତେ ପ୍ରଭୁ ଭଗବାନ ଏ ଭବୁ କରିବେ ମୋଚନ ଏ ସ୍ତୁତି ପଠନେ 10 ଭାଇ ଶୁଣି ସନ୍ତୋଷେ ଭାବଗ୍ରାହୀ ସମ୍ପୂର୍ଣ୍ଣ ଲୋଚନ ଦେଖିବା ନିରତେ ଚରଣ ସେବିବା ହେମନ୍ତେ ସେ ବାଞ୍ଛନ୍ତେ ମନ ହରି ହୋଇଲେ ଅନ୍ତର ଧ୍ୟାନ ସେ ଯେ ପ୍ରଚେତା ଭାଇ 10 ଆକୁଳେ ଚାହିଁ 10 ଦିଶ ନ ଦେଖି ପ୍ରଭୁ ଚକ୍ରଧର ସେ ଦିଗେ କରି ନମସ୍କାର ସେ 10 କେନି ମଜିଲେ ଆନନ୍ଦ ସାଗରେ ବୁଡ଼ିଲେ ପଡ଼ିଲେ ମୃତ ଶବ ଜାଣି ସେ ହରି ବିଚ୍ଛେଦ ଧରଣୀ ଆତ୍ମବିହୀନେ ଯେତେ ଦେହି ଚେତନା ଶୂନ୍ୟ ସର୍ବ ଭାଇ ଅକ୍ଷଣେ ଦେହ ଭାବ ପାଇ ଜଳୁ ଉଠିଲେ 10 ଭାଇ ଉଠି ଚାହିଁଲେ 10 ଦିଗ ଦ୍ରୁମ ଆଚ୍ଛାଦେ ଭୂମି ଭାଗ ଆକାଶ ଘୋଟି ବେଢ଼ିଛନ୍ତି ଦକ୍ଷିଣ ପ୍ରକୋପେ ଜଳନ୍ତି ସର୍ବେ ବିଚାରି ଏକ ମନେ ବୃକ୍ଷ ନ ରଖିବା ଭୁବନେ ଅଗ୍ନି ପବନ ଶୀଘ୍ର ଦୁଇ ମୁଖୁ ଉଦ୍ଗାର କଲେ ସେଇ ସେ ଅଗ୍ନି ପବନ ବହିଲେ ସମସ୍ତ ଦ୍ରୁମ ନାଶ ଗଲେ ଅନିଳ ଅନଳ ପ୍ରତାପେ ଅତି ଉତ୍ସର୍ଗେ ଧୂମ ବ୍ୟାପେ ତା ଦେଖି ବେଗେ ପିତାମହ ଜାଣିଲେ ଗଲା ଭୂମି ରୁହ ସେ ନିଜ ଲୋକକୁ ଅଇଲେ ସେ ଦ୍ରୁମ ବିନାଶ ଦେଖିଲେ କ୍ରୋଧ ସାନ୍ତନା କରି ତାଙ୍କ ପ୍ରବୋଧି କହିଲେ ଅନେକ ହେ ପ୍ରଚେତସ ଗଣେ ଶୁଣ ବୃକ୍ଷେ ହୋଇଲେ ଅତି କ୍ଷୀଣ ଭେଜେ ଅଠ ସର୍ବଜ୍ଞାନୀ କିମ୍ପା କରୁଛ ସୃଷ୍ଟି ହାନି ଏବେ ଯେତେକ ଦ୍ରୁମ ଶେଷ ରହନ୍ତୁ ଯାଇ ବନ ଦେଶ ବୃକ୍ଷ ସାନ୍ତନା କରି ତାଙ୍କ ପ୍ରବୋଧି କହିଲେ ଅନେକ ବୃକ୍ଷକୁ ଡାକି ପଦ୍ମଜନୀ କହିଲେ କନ୍ୟା ଆସ ଘେନି 10 ଭାଇଙ୍କୁ କନ୍ୟା ଦେଇ ନିର୍ଭୟ ବନେ ରହ ଯାଇ ଏ ପାଦପେ ବିଧି ବାକ୍ୟ ଶୁଣି ତାଙ୍କୁ ଦେଲେ କନ୍ୟା ଆଣି ସେ କନ୍ୟା ନାମ ଯେ ମାରିସା ପଦ୍ମଲୋଚନୀ ଫିକ ଭାଷା ସେ ସର୍ବଲକ୍ଷଣେ ସୁନ୍ଦର ତାତୁଲେ ନାହିଁ ପଟାନ୍ତର ବିଧି କହିଲେ ପ୍ରଚେତସ ଏ କନ୍ୟା ବର ତୁମ୍ଭେ 10 ହେମନ୍ତ ଧାତାର ବଚନେ ସନ୍ତୋଷ ଭଜିଲେ ସେମାନେ ତକ୍ଷଣେ କନ୍ୟାକୁ ବରିଲେ ସେ ଧାତା ନିଜ ପୁରେ ଗଲେ ତଦନ୍ତେ ସେ ଯେ 10 ଭାଇ ନୃପ ଆସନେ ସୁଖେ ରହି ସେ ବିଷ୍ଣୁ ବାକ୍ୟ ପ୍ରଚେତସ ସୁଖେ ପାଳିଲେ ପ୍ରଜା ଦେଶ ଅନେକ ଦାନ ଯଜ୍ଞ କଲେ ହରିଙ୍କୁ ସ୍ୱଧର୍ମେ ତୋଷିଲେ ମୋତେ ଶୁଣ ହେ ବିଦୁର ସେ କନ୍ୟା ଉଦରେ ତାଙ୍କର ଏ ଜନ୍ମିଲେ ଦକ୍ଷ ପ୍ରଜାପତି ଯେ ପୂର୍ବେ ବ୍ରହ୍ମାର ସନ୍ତତି ରିଷ ନିନ୍ଦା ପୂର୍ବେ ଯେଣୁ ଗର୍ଭ ଯାତନା କଷ୍ଟ ତେଣୁ ସେ ପାପ ଯେ କୁଟେ ଥିଲା କେବେ ମୋଚନରେ ହେଲା ଚାକ୍ଷୁଷ ମନନ୍ତର ହନ୍ତେ ପୂର୍ବ ସୁକୃତ ଲୁପ୍ତ ଜାନ୍ତେ ସେ ବୃକ୍ଷ ଗର୍ଭୁ ଜନ୍ମ ହେଲେ ଏବେ ସେ ପ୍ରଜା ସୃଷ୍ଟି କଲେ ଜନ୍ମିଲା ମାତ୍ରକେ କୁମର ତେଜତା ହେଲା ଅଗୋଚର ତେଜସ୍ୱୀ ମାନେ ଯେତେ ଥିଲେ ତା ତେଜେ ସର୍ବେ ଲୀନ ହେଲେ ସେ ସର୍ବକର୍ମେ ଦକ୍ଷ ଯହୁଁ ତା ନାମ ଦକ୍ଷ ଦେଲେ ତହୁଁ ଏ ବିବିଧ ପ୍ରଜାପତି ସୃଷ୍ଟି ଯେ କଲେ ମହାମତି ତାହାକୁ ପ୍ରଜା ରକ୍ଷା ପାଇଁ ନିଯୁକ୍ତି କଲେ ବେଦ ସାଇଁ ଏମତେ ଦକ୍ଷର ବ୍ୟବସ୍ଥା ଶୁଣ ବିଦୁର ସୁଧ ଚେତା ଯେଣୁ ସେ ପ୍ରଜା ସୃଷ୍ଟି କଲେ ଏଣୁ ରାଜତ୍ୱ ଉପେଖିଲେ ତେଣୁ ସେ ଧ୍ରୁବ ବଂଶେ ରାଜା ନହିଲେ ହେ ବ୍ୟାସ ତନୁଜା ପ୍ରିୟ ବ୍ରତରେ ରାଜ୍ୟ ଦେଲେ ସେ ଦକ୍ଷ ବାକ୍ୟ ସୃଷ୍ଟି କଲେ ସେ ପ୍ରିୟ ବ୍ରତର ଚରିତ ପଞ୍ଚମ ସ୍କନ୍ଧେ ସେ ଉଦିତ ଚାରି କହିବା ତତେ ପ୍ରଚେତା ଜ୍ଞାନ ଉପଗତେ କହି ବିପ୍ର ଜଗନ୍ନାଥ ଚତୁର୍ଥ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ ବୟାସିକ୍ୟାଂ ଚତୁର୍ଥ ସ୍କନ୍ଧେ ଶୁକ ପରୀକ୍ଷିତ ସମ୍ବାଦେ प्रचेतस चरिते नाम त्रिसंतोऽध्यायः बोलानंदे कवार हरि हरि बोल।